ବ୍ରହ୍ମପୁର ସ୍ଥାନୀୟ କମାପଲ୍ଲୀ ବୈଦ୍ୟନାଥେଶ୍ୱର ନିକଟସ୍ଥ ବିକଳ୍ପ ଭବନଠାରେ ଓଡ଼ିଆ ସାମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘ ଗଞ୍ଜାମ ମିଳିତ ଆନୁକୂଲ୍ୟରେ ସଭାପତି ଶ୍ରୀଯୁକ୍ତ ଜୟରାମ ମହାରଣାଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ୍ ଦିବସ ବହୁ ସାମ୍ବାଦିକଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି। ସଭାପତି ଜୟରାମ ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ତଥା ବୃକ୍ଷପ୍ରେମୀ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ମହାରଣା, ସମ୍ମାନିତ ଅତିଥି ଭାବେ ମହାନ ସଂଘର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାବତ, ବିବିଧ ସମ୍ବାଦ ଖବରକାଗଜର ସମ୍ପାଦକ ଶ୍ରୀଯୁକ୍ତ ଗୌରାଙ୍ଗ ଚୌଧୁରୀ, ବରିଷ୍ଠ ସମାଜସେବୀ ପ୍ରଶାନ୍ତ ମହାପାତ୍ର ଯୋଗଦେଇ ପ୍ରେସ୍ ଦିବସର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉପସ୍ଥିତ ଅତିଥିମାନେ ସାମ୍ବାଦିକମାନଙ୍କର ସମସ୍ୟା ବିଷୟରେ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ସାମ୍ବାଦିକମାନେ ନିରପେକ୍ଷ ଭାବେ ଯେପରି ଖବର ପରିବେଷଣ କରିବେ ତାହାରି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଶ୍ରୀଯୁକ୍ତ ସାବତ କ୍ଷୋଭ ପ୍ରକାଶ କରି କହିଥିଲେ ଯେ କନ୍ଧମାଳ ଜିଲ୍ଲାରେ ଆମ୍ବ ଟାଙ୍କୁଆ ଖାଇ ଯେଉଁମାନଙ୍କର ଜୀବନ ହାନି ଘଟିଲା, ସେହି ଖବର ଯଦି ସାମ୍ବାଦିକମାନେ ଦୁର୍ଘଟଣା ଘଟିବା ଆଗରୁ ଲୋକଲୋଚନକୁ ଆଣିପାରିଥିଲେ କେତେକ ନିରୀହ ଜୀବନର ରକ୍ଷା ହୋଇପାରିଥାନ୍ତା। ଏହି ଘଟଣାକୁ ଆମର ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁଭାଷ ମହାରଣା ଗୁରୁତ୍ୱର ସହ ବିଚାର କରି ସମସ୍ତ ସାମ୍ବାଦିକଙ୍କୁ ପରାମର୍ଶ ଦେଇଥିଲେ ଯେ କୌଣସି ଦୁର୍ଘଟଣା ଘଟିବା ଆଗରୁ ଯେପରି ଦୁର୍ଘଟଣାର କାରଣଟି ଲୋକଲୋଚନକୁ ଆସିପାରିବ ସେ ଦିଗରେ ଧ୍ୟାନ ଦେବା ଉଚିତ। ସଭାପତି ଜୟରାମ ମହାରଣା ଜାତୀୟ ପ୍ରେସ୍ ଦିବସରେ ତାତ୍ପର୍ଯ୍ୟ କେଉଁ ଦିନଠାରୁ ପାଳନ କରାଗଲା ସେ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅନିଲ କୁମାର ଚୌଧୁରୀ, ସଂଘର ଉପସଭାପତି ସୂର୍ଯ୍ୟନାରାୟଣ ବେହେରା, ଶୁଭେନ୍ଦୁ ଦାସ, ସୁରଜିତ ରାଉଳ ନିଜ ନିଜ ଅଭିଭାଷଣରେ ସାମ୍ବାଦିକମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ମନୋରଞ୍ଜନ ପାଣିଗ୍ରାହୀ, ଦୁର୍ଯ୍ୟୋଧନ ବେହେରା, ଜ୍ୟୋତିରଞ୍ଜନ ଗୌଡ଼, ଦୟାନନ୍ଦ ସାହୁ, ସୁନୀଲ ସାହୁ, ସୁନୀଲ ବିଶ୍ୱାସ, କୃଷ୍ଣଚନ୍ଦ୍ର ପୋଲାଇ, ସୁଶାନ୍ତ ପଟ୍ଟନାୟକ, ବନମାଳୀ ସେଠୀ, ସୁଶାନ୍ତ ମହାରଣା, କାର୍ତ୍ତିକେଶ୍ୱର ପ୍ରଧାନ, ନୀଳାଞ୍ଚଳ ସ୍ୱାଇଁ, ରମେଶ ସାହୁ ପ୍ରମୁଖ 40ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇଥିଲେ। ଦିବସରେ ଆଜି ଗଞ୍ଜାମ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ତରଫରୁ ଜୟରାମ ମହାରଣାଙ୍କ ନେତୃତ୍ୱରେ ଆଜି ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଛି। ମୁଁ ସମସ୍ତ ସାମ୍ବାଦିକଙ୍କୁ ସ୍ୱାଗତ କରୁଛି, ଶୁଭକାମନା କରୁଛି। ଆଜିର ଦିବସ ସମସ୍ତଙ୍କ ପାଇଁ ଶୁଭ ହେଉ ଏବଂ ସମସ୍ତେ କେମିତି ଆମେ ଦେଶକୁ ରକ୍ଷା କରିବା ପାଇଁ ତାଙ୍କର ଲେଖନୀ ମନରେ ଟାଣ କରିବେ ଏବଂ ନିର୍ଭୀକ ସମ୍ବାଦ ପରିବେଷଣ କରିବେ, ମୁଁ ତାକୁ ସମସ୍ତଙ୍କୁ ପ୍ରୋତ୍ସାହିତ କରୁଛି ଏବଂ ସେମାନେ ଯେମିତି ସମାଜରେ ନିଜର ପ୍ରତିଷ୍ଠା ଲାଭ କରିବେ। ସବୁ ସାମ୍ବାଦିକ ଭାଇମାନେ ତାଙ୍କର ନିର୍ଭୀକତା ସମ୍ବାଦ ଦ୍ୱାରା ସମାଜର ବହୁତ ପରିବର୍ତ୍ତନ ଆସିବ। ତେଣୁ ଆଜି ଏହି ଦିବସରେ ମୁଁ ସମସ୍ତଙ୍କୁ ଶୁଭକାମନା କରୁଛି। ସମସ୍ତଙ୍କର ଲେଖନୀ ମନ ଟାଣରୁ ସମସ୍ତଙ୍କର ତାଙ୍କ ଲେଖନୀ ମନ ଟାଣରେ ଦେଶର ପରିବର୍ତ୍ତନ ଆସିବ, ଏ ଆମର କାମ। ଧନ୍ୟବାଦ। ଆଜି ଜାତୀୟ ଗଣମାଧ୍ୟମ ଦିବସ ତଥା ପ୍ରେସ୍ ଦିବସ ଅବସରରେ ମୁଁ ସାରା ଭାରତର କାହିଁକି ସାରା ପୃଥିବୀର ଗଣମାଧ୍ୟମ ବ୍ୟକ୍ତିତ୍ୱ ଯେଉଁମାନେ ନିଜ ଜୀବନକୁ ବାଜି ଲଗେଇକରି ନିଜ କଲମ ମୁନରେ ନିଜ ଅଞ୍ଚଳ, ନିଜ ଦେଶ ବା ନିଜ ରାଜ୍ୟକୁ ବିକଶିତ କରିବାରେ ଏବଂ ଅସହାୟଙ୍କୁ ନ୍ୟାୟ ଦେବାରେ, ସମାଜରେ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ତାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତ ଗଣମାଧ୍ୟମ ବ୍ୟକ୍ତିତ୍ୱକୁ, ଗଣମାଧ୍ୟମ ମିଡ଼ିଆ ହାଉସ୍କୁ ତାଙ୍କୁ ସେତିକି ଶକ୍ତି ଦିଅନ୍ତୁ, ସାହସ ଦିଅନ୍ତୁ ଏବଂ ତାଙ୍କୁ ସେତିକି ସ୍ୱାସ୍ଥ୍ୟ ରଖନ୍ତୁ, ସେମାନେ ତାଙ୍କ ନିଜ କର୍ତ୍ତବ୍ୟ ପଥରେ ଆଗେଇ ଯାଇପାରିବେ। ବିଶେଷ କରି ଆମର ଗଣମାଧ୍ୟମର ଭୂମିକା ହେଉଛି ବା ସାମ୍ବାଦିକମାନଙ୍କର ଭୂମିକା ହେଉଛି ଦେଶ ପାଇଁ, ଜାତି ପାଇଁ ଅନୁସନ୍ଧାନମୂଳକ ସମ୍ବାଦ ପରିବେଷଣ କରିବା ଆବଶ୍ୟକ। ଏ ଚାଲୁ କଲଚରାଲ ମିଟିଂସ୍ ନ କରିକି ଯେଉଁମାନେ ଅସହାୟ ଅଛନ୍ତି ଦୂର ଦୂରାନ୍ତରେ, ଯେମିତି ଆପଣଙ୍କୁ ଗୋଟେ ଏକ୍ଜାମ୍ପଲ୍ ଦେବି, ଫୁଲବାଣୀରେ ଆମର ଯେଉଁ ଆମ୍ବ ଟାକୁଆ ଖାଇକରି ମୃତ୍ୟୁ ଘଟିଲା ପରେ, ସେ ମୃତ୍ୟୁ ହେଲା ପରେ, ଘଟଣା ଘଟିଲା ପରେ ତାକୁ ଗଣମାଧ୍ୟମ ଯେତିକି ତତ୍ପରତା ପ୍ରକାଶ କଲା, ଯଦି ଅନୁସନ୍ଧାନମୂଳକ ସାମ୍ବାଦିକତା ଥାନ୍ତେ ସେଠି, ତାହେଲେ ସେମାନେ ତା ଆଗରୁ ସରକାରଙ୍କ ପ୍ରଶାସନକୁ ଯୋଗାଇ ପାରିଥାନ୍ତେ, ନିଜ ଅଞ୍ଚଳର ପ୍ରଶାସନିକ ଜାଗି ପାରିଥାନ୍ତେ ଯେ ଅମୁକ ଲୋକମାନେ ଖାଦ୍ୟ ନ ପାଇକରି ଆମ୍ବ ଟାକୁଆ ଖାଉଛନ୍ତି। ତାହାଦ୍ୱାରା ଏମିତି ଯେଉଁ ଯଦି ଆମେ ସାମ୍ବାଦିକ ଅନୁସନ୍ଧାନମୂଳକ ଏବଂ ଖବର ଆଗରୁ ଯଦି ପରିବେଷଣ କରିପାରିବା, ଯେଉଁମାନେ ଦୁର୍ଦ୍ଦଶା ରହୁଛନ୍ତି ବା ଯେଉଁ ଅଞ୍ଚଳର ଅସୁବିଧା ରହୁଛି, ତାହେଲେ ମୁଁ ଭାବୁଛି ଲୋକେମାନେ ଆମ ଦ୍ୱାରା ଉପକୃତ ହୋଇପାରିବେ ଓ ଆମମାନଙ୍କୁ ସେମାନେ ଆହୁରି ସାଧୁବାଦ ଦେବେ ଏବଂ ସମାଜରେ କଲ୍ୟାଣ ହୋଇପାରିବ।
पुणी थे मुझे समस्त की शुभेच्छा देवी और आज ये आमर परिवेश भितर गंजाम जिला सांबादिक संघ और राज्य सांबादिक संघ तरफ आमर जो आयोजन हो पार्ता मुझे साधुवाद समस्त को कृतज्ञता जनाऊँ यही सांबादिक मानकर आग को केमी आम सब क्षेत्र में आगेवा आहरी बढ़ा आहरी आमर लेखनी कलम आंट से आगामी दिन जगिकी आम केमी बढ़ा से मोर अनुरोध। जातीय प्रेस दिवस रे उपस्थित समस्त सांबादिक भाई भौणी मान कृतज्ञता जनाऊँ अंतरु दिवसटी जपरी समस्त स्मरणीय जो उद्देश्य डॉक्टर शंकर शर्मा 1996 मसीह लागू थे जातीय प्रेस दिवस पालन करने नीति आदर्श को आम पालन करवा और सांबादिक मूल है आम सांबादिक मैंने सबुठ समाज निष्पेषित बोलता कथा किए बुझुना से सांबादिक स्वार्थ रक्षापी आम आंदोलन करने को शपथ नहीं संघ गठन कर जो दिन से आमर ये हम मूल उद्देश्य सफल हम से दिन आम भाव आम संघ गठन कर उद्देश्य महत् उद्देश्य पूर्ण है तत्संगे संगे समस्ते जनसाधारण सुख दुख सामिल हो